ମଧୁବନ ଜଙ୍ଗଲରେ କାଳି ଓ ରାନୁ ନାମରେ ଦୁଇ ପଡୋଶୀ ରହୁଥିଲେ। କାଳି ଥିଲା ବହୁତ ଦୁଷ୍ଟ ସ୍ୱଭାବର। ସେ ପ୍ରତିଦିନ ଜଙ୍ଗଲର ଚଢେଇ ମାନଙ୍କୁ ହଇରାଣ କରେ। ହେଲେ ରାନୁ ଥିଲା ତାର ବିପରୀତ। ଅସୁବିଧାରେ ପଡୁଥିବା ଚଢେଇଙ୍କୁ ସାହାଯ୍ୟ କରିବା ଥିଲା ତାର କାମ। ଦିନକର ଘଟଣା। କାଳି ତା ଦୁଆର ମୁହଁରେ କିଛି ଦାନା ଶୁଖାଇ ଘରେ ଶୋଇଥାଏ। ହଠାତ୍ ଭାରି ଜୋରରେ ପବନ ବୋହିଲା ଓ ସେଇ ପବନରେ ଦାନା ଗୁଡିକ ଏପଟ ସେପଟ ହେଇଗଲା। କିଛି ସମୟ ପରେ କାଳିର ନିଦ ଭାଙ୍ଗିଲା। ଆଲୋ ଆଲୋ, ମୁଁ ଟିକେ ଗଡୁ ଗଡୁ ମତେ ନିଦ ହେଇଗଲା। କେତେ ବେଳ ହେଇଗଲାଣି। ଯାଉଛି, ଦାନା ଗୁଡିକ ଶୁଖି ଯାଇଥିବ। ଦାନା ଗୁଡିକ ଘରକୁ ନେଇ ଆସିବି, ଆଉ ତାପରେ ବଜାରକୁ ଯିବି। ଏମିତି କହି କାଳି ଦାନା ଆଣିବାକୁ ଗଲା ଓ ସେଠି ପହଞ୍ଚି ଦେଖିଲା ତା ଦାନା ଗୁଡିକ କିଏ ଏଠି ସେଠି କରିଦେଇଛି। ଆଲୋ ଆଲୋ ଆଲୋ, ଇଏ କଣ? ମୋ ଦାନା ଗୁଡିକ ସବୁ କିଏ ଏପଟ ସେପଟ କରିଦେଇଛି? ଆଉ କିଛି ଦାନା ବି କିଏ ନେଇଯାଇଛି? କିଏ ଏମିତି କଲା? ହଁ, ଏଇ ରାନୁ ତ ଏମିତି କରିଥିବ ଆଉ। ଛାଡିବିନି ସେ ଦୁଷ୍ଟ ରାନୁକୁ। ଯାଉଛି ତା ଘରେ ବସି ତା ସହ ଝଗଡା କରିବି। ଆରେ, ସେ ଜାଣିନି ସେ କାହା ସହ ଶତ୍ରୁତା କରୁଛି। ଏମିତି କହି କାଳି ରାନୁର ଘର ଭିତରକୁ ଗଲା। ଆରେ କାଳି ଭଉଣୀ, କଣ ହଠାତ୍ ଏମିତି ଆସିଗଲ ଯେ? କଣ କିଛି କାମ ଥିଲା ନା କଣ? ଆହା, ତୁ ତ କିଛି ଜାଣିନଥିବୁ ଆଉ। ଚୋରଣୀ, ତୁ ତ ମୋ ଦାନାକୁ ଚୋରି କଲୁ। ପୁଣି ତ ମନ ବୁଝିଲାନି ଯେ ତୁ ମୋ ଦାନାକୁ ଏଠି ସେଠି ଫୋପାଡ଼ି ଦେଇଛୁ। କଣ ଏମିତି ସବୁ କହି ଯାଉଛ କାଳି ଭଉଣୀ? ମୁଁ ତୁମ ଦାନା କେତେବେଳେ ଚୋରି କଲି? ମୁଁ ମୋ ଘର ଆଗରେ ଦାନା ଶୁଖେଇଥିଲି ଆଉ ଘରେ ଶୋଇଥିଲି। ତୁ ସେଇ ସୁଯୋଗ ନେଇ ମୋ ଦାନା ଚୋରି କରିଛୁ, ବୁଝିଲୁ? ନା ନା, ଏସବୁ ମିଛ କଥା। ମୁଁ ଏସବୁ ବିଷୟରେ କିଛି ଜାଣିନି। ତୁମେ ଯାଅ ଆଉ ଦେଖ ତୁମ ଦାନା ଆଉ କିଏ ନେଇଥିବ। ମୋ ଦାନା ତୁ ନେଇଛୁ, ତୁ ରହ। ଆଉ କିଛି ଦିନ ଗଲା ପରେ ମୁଁ ରାଜାଙ୍କ ପାଖକୁ ଯିବି, ଆଉ ସେଠି ତୋ କଥା ସଭାରେ ପକେଇବି। ଏମିତି କହି କାଳି ସେଠୁ ଚାଲିଗଲା। ଏ କାଳି ଭଉଣୀ କେବେ ସୁଧରିବନି। ମୁଁ କହୁଛି ମୁଁ ଚୋରି କରିନି, ସେ ଖାଲି କହୁଛି ମୁଁ ଚୋରି କରିଛି। ହଉ, ଯାଉ ସେ ରାଜାଙ୍କ ପାଖକୁ, ଦେଖିବା ରାଜା କଣ କରୁଛନ୍ତି। ଏପଟେ କାଳି ସବୁ ଦାନାକୁ ଘଡିରେ ଭରି କଲା ଆଉ ଦେଖିଲା ତାର ଯେତିକି ଦାନା ଥିଲା ସେତିକି ହିଁ ଅଛି। ଆରେ, ମୋର ତ ସବୁ ଦାନା ଅଛି, ଆଉ ମୁଁ ମିଛଟାରେ ରାନୁକୁ ଗାଳି କଲି। ହଉ, ଗାଳି କଲାରୁ କଣ ହେଇଗଲା? ସେ ଦୁଷ୍ଟ ତ କିଛି ଦିନ ତଳେ ମୋ ଖଟା ଡବା ଚୋରି କରିଥିଲା। ହଉ, ଯାହା ହବାର ଥିଲା ତ ହେଲା। ଏବେ ଯାଉଛି ଯିବି ବଜାରକୁ। ଏମିତି କିଛି ଦିନ ବିତିଗଲା। ଥରେ ରାନୁ ତା ଘର ଆଗରେ କିଛି ଆମ୍ବ ଆଚାର ଶୁଖଉଥାଏ। କେତେ କଷ୍ଟରେ ମୁଁ ଏ ଆମ୍ବ ଆଚାର ତିଆରି କରିଛି। ଥରେ ଖାଲି ଏ ସଢିଗଲେ ଏକୁ ନେଇ ବଜାରରେ ବିକ୍ରି କରିବି, ଆଉ ଏଥିରେ ଯୋଉ ପଇସା ମିଳିବ ସେଥିରେ ମୁଁ ମୋ ପାଇଁ ଗୋଟେ ହାର କିଣିବି। ହଉ, ଏବେ ତ ଇଏ ଶୁଖିଯିବ। ଯାଉଛି, ଯିବି ଆଉ ଗୋଟେ କାମରେ ଲାଗିଯିବି। ଏମିତି କହି ରାନୁ ସେଠୁ ଚାଲିଗଲା। କାଳି ଘରେ ଶୋଇଥାଏ। ତା ନାକରେ ଆମ୍ବ ଆଚାର ବାସ୍ନା ବାଜିଲା। ଆରେ, ଏ ସୁମଧୁର ଆମ୍ବ ଆଚାରର ବାସ୍ନା କୁଆଡୁ ଆସୁଛି? ଏ ବାସ୍ନାରୁ ଯାହା ଲାଗୁଛି ଇଏ ବୋଧେ ଏଇ ଆଖପାଖରୁ କୋଉଠୁ ଆସୁଛି। ଯାଉଛି, ଯିବି ଦେଖିବି ଏ ବାସ୍ନାଟା କୋଉଠୁ ଆସୁଛି। ଏମିତି କହି କାଳି ଘରୁ ବାହାରକୁ ଆସିଲା ଆଉ ଦେଖିଲା ରାନୁର ଘର ଆଗରେ ସେ ଆମ୍ବ ଆଚାର ଶୁଖାଯାଇଛି। ଆରେ, ଏ ଆମ୍ବ ଆଚାର ତ ଏଇଠି ରଖାଯାଇଛି। ଲାଗୁଛି ଏ ଆମ୍ବ ଆଚାର ରାନୁର ହେଇଥିବ। ହେଲେ ରାନୁ ତ ଏଠି ନାହିଁ। ଯାଉଛି, ଯିବି ଗୋଟେ ଆଚାର ଡବା ନେଇ ଆସିବି। ଏହାପରେ କାଳି ସେଠୁ ଗୋଟେ ଆଚାର ଡବା ଚୋରି କରି ନେଇ ଆସିଲା ଏବଂ ତାକୁ ଆଣି ଘରେ ଖାଇଲା। ଆମ୍ବ ଆଚାର ତାକୁ ବହୁତ ସ୍ୱାଦିଷ୍ଟ ଲାଗିଲା। ଆରେ ବା, ଏ ଆଚାର ତ ବହୁତ ସ୍ୱାଦିଷ୍ଟ ଲାଗୁଛି। ଯାଉଛି, ଯିବି ସେ ସବୁ ଆଚାର ନେଇ ଆସିବି, ଆଉ ତାକୁ ନେଇ ବଜାରରେ ବିକ୍ରି କରିବି। ବଜାରରେ ବିକ୍ରି କଲେ ମତେ ଭଲ ପଇସା ଲାଭ ମିଳିବ। ଏମିତି କହି କାଳି ରାନୁ ଶୁଖେଇଥିବା ଆଚାର ପାଖକୁ ଗଲା ଏବଂ ତାର ସବୁ ଆଚାରକୁ ଚୋରି କରି ନେଇ ଆସିଲା। ଏବେ ସେ ରାନୁ ଆସିଲେ ଆଚାର ଖୋଜିବ, ଆଉ ଆଚାର ନ ପାଇ କାନ୍ଦିବ। ହା। ଏମିତି କିଛି ସମୟ ବିତିଗଲା। ରାନୁ ଆସି ଦେଖିଲା ସେ ଶୁଖେଇଥିବା ଆଚାର ଗୋଟେ ହେଲେ ବି ନାହିଁ। ସବୁ କିଏ ନେଇଯାଇଛି। ହେ ଭଗବାନ, ମୁଁ ତ ଏଇଠି ସବୁ ଆଚାର ଶୁଖେଇଥିଲି। ମୋ ଆଚାର କିଏ ନେଇଗଲା? କେତେ କଷ୍ଟରେ ମୁଁ ଆମ୍ବ ଆଣି ତାକୁ କାଟି ଶୁଖେଇ ମସଲା ଦେଇ ଆଚାର ତିଆରି କରିଥିଲି, ହେଲେ କିଏ ଗୋଟେ ଆସି ମୋର ସବୁ ଆଚାର ନେଇଗଲା। ଏମିତି କହି ରାନୁ କାନ୍ଦିବାକୁ ଲାଗିଲା ଓ ଶେଷରେ ନିଜ ମନକୁ ବୁଝାଇ ଘରକୁ ଗଲା। ଏମିତି ସେ ଦିନ କଟିଲା। ପରଦିନ କାଳି ସେ ଆଚାରକୁ ଗୋଟେ ଠେଲା ଗାଡିରେ ଧରି ବଜାରକୁ ବାହାରିଲା। ସେହି ସମୟରେ ରାନୁ ମଧ୍ୟ ଘରୁ ବାହାରକୁ ଆସିଲା ଆଉ ଦେଖିଲା କାଳି ତାର ସବୁ ଆଚାରକୁ ଗୋଟେ ଠେଲା ଗାଡିରେ ଲଦିଛି। କାଳି ଭଉଣୀ, ଇଏ ତ ମୋ ଆଚାର। ତମେ ୟାକୁ କୋଉଠୁ ପାଇଲ? ତା ମାନେ ତମେ ହିଁ ମୋ ଆଚାର ଚୋରି କରିଛ। ଦିଅ ମୋ ଆଚାର, ଦିଅ। ଇଏ ଆଚାର ମୋର, ଏକୁ ମୁଁ ତିଆରି କରିଛି, ତତେ କାହିଁକି ଦେବି? କାଳି ଭଉଣୀ, ମିଛ କୁହନି। ଏ ଆଚାର
କରିଛି। ଭଲରେ କହୁଛି କାଳି ଭଉଣୀ, ମୋ ଆଚାର ଦିଅ, ନହେଲେ ମୁଁ ରାଜାଙ୍କ ପାଖକୁ ଯିବି ଆଉ ରାଜାଙ୍କୁ ସବୁ କଥା କହିବି। ହା 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 ହା। ତୋ ପାଖରେ କଣ ପ୍ରମାଣ ଅଛି ଯେ ମୁଁ ତ ଆଚାର ଚୋରି କରିଛି ବୋଲି? ସେ କଥା ମୁଁ ତୁମକୁ କାହିଁକି କହିବି, ସେ କଥା ରାଜା କହିବେ। ଚାଲ ଚାଲ ମୋ ସହ ରାଜାଙ୍କ ପାଖକୁ। ଚାଲ ଯିବା ରାଜାଙ୍କ ପାଖକୁ, ଦେଖିବା ରାଜା କଣ କରୁଛନ୍ତି। ଏହାପରେ ଦୁଇ ଜଣ ରାଜାଙ୍କ ପାଖକୁ ଗଲେ ଓ ରାଜାଙ୍କୁ ସବୁ କଥା କହିଲେ। ସବୁ କଥା ଶୁଣିସାରି ରାଜା କହିଲେ, ହଉ, ଏଇ କଥାଟି ବ୍ୟସ୍ତ ହବାର କିଛି କଥା ନାହିଁ। ମୁଁ ଏବେ ତୁମ ସମସ୍ୟାର ସମାଧାନ କରିଦଉଛି। ଆଚ୍ଛା କାଳି, ତୁ କହୁଛୁ ତୁ ଏ ଆଚାର ତିଆରି କରିଛୁ, ଆଉ ରାନୁ ତୁ କହୁଛୁ ଏ ଆଚାର ତୋର, ଆଉ ଏକୁ ତୁ ତିଆରି କରିଛୁ ନାଇଁ? ଆଜ୍ଞା ଆଜ୍ଞା ମହାରାଜ, ଏ ଆଚାର ମୁଁ ହିଁ ତିଆରି କରିଛି। ହଉ, ଏବେ ତୁମେ ମାନେ ଘରକୁ ଯାଅ ଆଉ ଏମିତି ଆଚାର ତିଆରି କରି ଆଣ ଯାହାର ଆଚାର ଏ ଆଚାର ସହ ମିଶିଯାଇ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହେବ, ଆଉ ଯିଏ ଦୋଷୀ ସିଏ କାରାଗାରରେ ବନ୍ଦୀ ହେଇ ରହିବ। ରାଜାଙ୍କର ଏମିତି କଥା ଶୁଣି କାଳି ଭୟରେ ଥରଥର ହେଲା। କାଳିକୁ ଥରଥର ହବାର ଦେଖି ରାଜା କହିଲେ, କାଳି, ତୁ ଏମିତି ଥରଥର କାହିଁକି ହଉଛୁ? କଣ ହେଇଛି ତୋର? ମହାରାଜ ମତେ କ୍ଷମା କରନ୍ତୁ, ମୋର ସବୁ ଭୁଲ। ମୁଁ ହିଁ ଏ ରାନୁର ଆଚାର ଚୋରି କରିଛି। ମହାରାଜ ମତେ କ୍ଷମା କରନ୍ତୁ। ତୁ ତ ଏବେ କହୁଥିଲୁ ଯେ ତୁ ଏ ଆଚାର ତିଆରି କରିଛୁ, ଆଉ ରାନୁ ତୋ ନାଁରେ ମିଛ କଥା କହୁଛୁ ବୋଲି। ମହାରାଜ ମୋର ଭୁଲ ହେଇଯାଇଛି। ରାନୁ ମତେ କ୍ଷମା କରିଦେ, ଦୟା କର ମୋ ଉପରେ। ମୁଁ କ୍ଷମା କରିବାକୁ କିଏ? ଯାହା କରିବେ ମହାରାଜ କରିବେ। କାଳି, ତୁ ତ ଭୁଲ ମାନିଲୁ। ହଉ, ଏବେ ରାନୁର ଯାହା ଆଚାର ଖାଇଛୁ ଆଉ ନଷ୍ଟ କରିଛୁ ସେଥିପାଇଁ ତାଙ୍କୁ 1000 ଟଙ୍କା ଜରିମାନା ଦେ, ଆଉ କେବେ ଏମିତି ଭୁଲ କରିବୁନି ବୋଲି କଥା ଦେ। ଆଜ୍ଞା ମହାରାଜ, ମୁଁ ଆପଣଙ୍କ କଥାରେ ରାଜି, ଆଉ ରାନୁକୁ ମୁଁ 1000 ଟଙ୍କା ଜରିମାନା ମଧ୍ୟ ଦେବି। ଏହାପରେ କାଳି